যদি তুমি মতে খোঁজুছ তাহলে এମାନଙ୍କୁ କଣ କର ଛାଡି ଦିଅ। କାହିଁକି? କାରଣ ଯୀଶୁ ଖ୍ରୀଷ୍ଟ ନିଜେ ସମର୍ପିତ ହେଇଗଲେ। ସେ ଅଭିଶାପ ପାଇଁ ସେ କହିଲେ ଏଇ ଅଭିଶାପ ମୋର ଉପରେ ପଡୁ, ଧନ ଭାଇର ଅଭିଶାପ ମୋ ଉପରେ ପଡୁ, ଭାଇଗ୍ରତୀ ଭାଇର ଅଭିଶାପ ମୋ ଉପରେ ପଡୁ, ମାତ୍ର ତାଙ୍କୁ କିଛି ନ ହଉ। ଯୀଶୁ ଖ୍ରୀଷ୍ଟ ମଝିରେ ଆସିଲେ ଠିଆ ହେଲେ। ନିକ ବେଳେ ବେଳେ ଭାଇ ମୋର ପୁଅକୁ କିଛି କର ନାହିଁ, ମତେ ମାରବ ବୋଲେ ମାର ସିନା, ତାକୁ କିଛି କର। ଯୀଶୁ ଖ୍ରୀଷ୍ଟ ଆସିଲେ ମଝିରେ ଠିଆ ହେଲେ, ସେ ଅଭିଶାପ ମୋ ଉପରେ ପଡୁ, ମାତ୍ର ଏମାନଙ୍କୁ ଅଭିଶାପରୁ ମୁକ୍ତ କରାଯାଉ। ଅଭିଶାପରୁ ମୁକ୍ତ କରିବା ପାଇଁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୁକ୍ତ। ଯୀଶୁ ଖ୍ରୀଷ୍ଟ କାହିଁକି ଜନ୍ମ ହେଲେ, ଯୀଶୁ ଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ, ଯୀଶୁ ଖ୍ରୀଷ୍ଟ କାହିଁକି ପୁନରୁତ୍ଥିତ ହେଲେ, এইটা ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଜଣା ନାହିଁ। କିନ୍ତୁ ମୁଁ କହିବା ପାଇଁ ଚାହୁଁଛି, କିଏ ଜାଣନ୍ତୁ କି ନ ଜାଣନ୍ତୁ, ଆମେ ଜାଣିବାର ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସେ କାହିଁକି ମୃତ୍ୟୁ ଭୋଗ କଲେ। এইଟାକୁ ଆମେ ଜାଣିବାର ଅଛି। ଯେତେବେଳେ ଗୁଡ୍ ଫ୍ରାଇଡେ ଆସିବ, সেই ସମୟରେ ଯୀଶୁ ଖ୍ରୀଷ୍ଟ ମରିଗଲେ। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ନିଜ ଜୀବନ ଦେଲେ, ମୃତ୍ୟୁ ଭୋଗ କଲେ, ସେ ଯନ୍ତ୍ରଣା ସହିଲେ, କଷ୍ଟ ସହିଲେ। এইଟା ଆମେ କହିବାଟା ଅନେକ ଲୋକ ଜାଣିଛୁ, ମାତ୍ର ସେ କାହିଁକି ମୃତ୍ୟୁ ଭୋଗ କଲେ ସେଇଟା ଜାଣବାଟା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ ବିଷୟ। ସେଟା ଅନେକ ଭାଇ ଭଉଣୀ ମାନଙ୍କୁ ଜଣା ନାହିଁ। କ୍ରିସମାସ ଆସିଲେ ଆମେ ପୁରା ସାଉଣ୍ଡ ସିଷ୍ଟମ ଲଗାଇକିନା ଭୟଙ୍କର ଡ୍ୟାନ୍ସ, କଣ ଭଉଣୀ ଆଜି ଏତେ ଖୁସି, ଭାଇ କାହିଁକି ଆଜି ଏତେ ଖୁସି ନାଚୁଛ ଝାଳ ନାଳ ହେଇକିନା ବୋଲି କହିଲା, ନାଇଁ ଯୀଶୁ ଜନ୍ମ ହେଲେ ପରା, ଯୀଶୁଙ୍କ ଆଜି ଜନ୍ମଦିନ। ଆହୁରି କେତେ ଜଣ ତ ରେପଚର ହେଇଯାଇଥିବେ, ଦୁଷବେ ନାହିଁ। ନାଇଁ ସେ ଫାଲନାନ ଘର ଟୋକି ନାହିଁ, ରାତି ନାଚୁଥିଲା, 12ଟା ଯାଏ ନାଚୁଥିଲେ, ନାଇଁ ଦୁଷୁ ନାହିଁ। ସେ ଫାଲନା ଘର ପିଲା ଅଛି କି ନାଇଁ, ସେ ଭୁଷା ମୁଣ୍ଡା ହେ ନାହିଁ ବୋଲେ ଏ 2 ଜଣ କୁଆଡେ ପଳାଇ ଯାଇ। ଯୀଶୁ ଜନ୍ମ ହେଲେ ନାଚଟା ଜଣା, ଆହୁରି ଗୁଡ୍ ଫ୍ରାଇଡେ ଯୀଶୁ ମଲେ ବୋଲି ଯାଇକିନା କାନ୍ଦବେ, ଆଉ ପୁନରୁତ୍ଥାନ ଦିନ ଆହୁରି ଆମ୍ ଖାଇକିନା ମୁଣ୍ଡ ପୁଚି ହେଇ। ଯୀଶୁ ଖ୍ରୀଷ୍ଟ କାହିଁକି ଜନ୍ମ ହେଲେ, କାହିଁକି ମୃତ୍ୟୁବରଣ କଲେ, କାହିଁକି ପୁନରୁତ୍ଥିତ ହେଲେ, এইଟାକୁ ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସେଟା ଜାଣିବାର ଅଛି। ପ୍ରିୟ ଭାଇ, ଆହୁରି କେତେ ଜଣ ତ କହିବେ ଯୀଶୁ ଖ୍ରୀଷ୍ଟ ଯଦି ସେ ପରମେଶ୍ୱର ଥିଲେ, ଯଦି ସେ ପ୍ରଭୁ ଥିଲେ, ଯୀଶୁ ଖ୍ରୀଷ୍ଟ ପରମେଶ୍ୱର ଥିଲେ ନା ନାଇଁ? କେତେ ଜଣ ଯୀଶୁଙ୍କୁ ଆମେ ପ୍ରଭୁ ବୋଲି ବିଶ୍ୱାସ କରିଛୁ? କେତେ ଜଣଙ୍କର ପ୍ରଶ୍ନ କଣ ଜାଣିଛନ୍ତି? ଯୀଶୁ ଯଦି ପରମେଶ୍ୱର ଥିଲେ ତାହେଲେ ସେ 3ଟା କଣ୍ଟାରେ କାହିଁକି ମୃତ୍ୟୁବରଣ କଲେ? ସେ ନିଜେ କ୍ରୁଶରୁ ଓହ୍ଲେଇ ଆସିକିନା ରକ୍ଷା କରିପାରିଥାନ୍ତେ। এইটা ଲୋକଙ୍କର ପ୍ରଶ୍ନ। ଏଇଟା କାହିଁକି କହୁଛନ୍ତି ଜାଣିଛ? ଆଜିର ଲୋକ ସେଟା କହୁନାହାନ୍ତି। ଯୀଶୁ ଖ୍ରୀଷ୍ଟ ଯେତେବେଳେ କ୍ରୁଶରେ 3ଟା କଣ୍ଟାରେ ଝୁଲୁଥିଲେ, ସେଇ ସମୟରେ ମଧ୍ୟ ଲୋକ ଏଇଟା ପ୍ରଶ୍ନ କରୁଥିଲେ। ଆପଣ ପଢିବେ ମୋ ସହିତ ଗୋଟେ ବାକ୍ୟ, ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟକୁ ଆସନ୍ତୁ। ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ 35 ପଦ ପଢ। 35 ପଦ। ପୁଣି ଲୋକମାନେ ଠିଆ ହୋଇ ଦେଖୁଥିଲେ, ଲୋକମାନେ ଠିଆ ହୋଇ ଦେଖୁଥିଲେ, ଆଉ ଅଧ୍ୟକ୍ଷ ମାନେ ମଧ୍ୟ ତାହାଙ୍କୁ ବିଦ୍ରୂପ କରି କହିବାକୁ ଲାଗିଲେ, ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢା ଯାଇଛି, ସେ ରକ୍ତାକ୍ତ ଅବସ୍ଥାରେ ଅଛନ୍ତି, ମୁଣ୍ଡରେ କଣ୍ଟାର ମୁକୁଟ ପିନ୍ଧିଛନ୍ତି, ଆଉ 2ଟା ହାତରେ 2ଟା କଣ୍ଟା ବାଜିଛି, ଗୋଡରେ ମଧ୍ୟ କଣ୍ଟା ବାଜିଛି, ସେ କ୍ରୁଶରେ ଝୁଲୁଛନ୍ତି। ଏଇପରି ସମୟରେ ଅଧ୍ୟକ୍ଷ ମାନେ ବୋଲେ ବଡ ବଡ ଲୋକମାନେ ବିଦ୍ରୂପ କରି, କମେଣ୍ଟ ମାରି, ଟିକଲ ମାରି ସେମାନେ କହିବାକୁ ଲାଗିଲେ। କଣ ବୋଲି କହିବାକୁ ଲାଗିଲେ? ସେ ଅନ୍ୟମାନଙ୍କୁ ରକ୍ଷା କଲା, 4 ଦିନର ମଳାକୁ ଉଠାଇଲା, 38 ବର୍ଷ ରୋଗୀକୁ ସୁସ୍ଥତା ଦେଲା, ଚକ୍ଷୁ ନଥିବା ଲୋକକୁ ଚକ୍ଷୁ ଦେଲା, କଥା କହିପାରୁନଥିବା ଲୋକମାନଙ୍କୁ ସେ କହିବାର ଶକ୍ତି ଦେଲା, ଶୁଣି ପାରୁନଥିବା ଲୋକମାନଙ୍କୁ ଶୁଣିବାର ଶକ୍ତି ଦେଲା, ଅନ୍ୟମାନଙ୍କୁ ସେ ରକ୍ଷା କଲା। ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ ତେବେ ନିଜକୁ ରକ୍ଷା କରୁ। ଏଇଟା ଲୋକଙ୍କର ପ୍ରଶ୍ନ। ଏଇଟା ପ୍ରଶ୍ନ ପ୍ରିୟ ଭାଇ ଭଉଣୀ ମାନେ ଆପଣଙ୍କୁ ମତେ ମଧ୍ୟ ପଚାରିବେ। ଅନେକ ଭାଇ ଭଉଣୀ ମାନଙ୍କ ପାଖରେ ଏଇ ପ୍ରଶ୍ନର ଉତ୍ତର ନାହିଁ। ମତେ ଗୋଟେ କଥା କୁହନ୍ତୁ, ଯୀଶୁ
से कहीं निजକୁ रक्षा कलेनि हाथ रे बल नथिला बोली से दुर्बल बोली जदि से बलवान परमेश्वर जदि से सर्वशक्तिमान परमेश्वर केमिति से मरीगले 3टा कंटारे केमिति मरीगले जन को पचार जने उत्तर देले जीशु ख्रीस्ट तो 3टा कंटारे से 6 घंटा लगला तांकू मृत्युवरण करबाकू मात्र कृष्ण तो गोटे तीर तांकर गोडरे बाजलारू से मरीगले बोल कृष्णଙ୍କର मृत्यु केमती ହେଇଥିଲା तीर गोटे धनुषर एमती मारला परे तांकर पादरे बाजबारू से कौन गले जदि साधारण भाव में देखबा ए 3टा कंटारे झुली झुली 6 घंटा परे जार मृत्यु बोले जार जीवन जाइछि से बलवान ना गोटे तीर रे मरला लोक बलवान नहीं जो साधारण भाव में जदि कहबा रामचंद्र जे राम तांकर मृत्यु केमती हैला से पानी रे बुड़ी किना मले जे समुद्र रे चलले से बलवान ना पानी रे बुड़ी किना मला लोक बलवान प्रिय भाई भणी माने ए प्रश्नर उत्तर आमे ख्रिस्टियन मान जानबार अछि किए कोन कोछि हमर जय से नहीं मात्र परमेश्वर तांको वाक्य रे कोन लिखि दैछन सेटा होछि हम पई इंपोर्टेंट विषय सेटा होछि हम पई प्रमाण जे यीशु को सहित बसले उठले जे आखि रे देखले से माने बाइबल को लिखिछन से मान को लेखबाटा सत ना ए माने कहबाटा सत जेड़ा लेखा अछि सेटा सत यीशु ख्रीष्ट दुर्बल नथिले से बलवान परमेश्वर से सर्वशक्तिमान परमेश्वर पात्म नामक दीपरे प्रेरित जहन को जते रखा जाइथिला प्रेरित जहन को यीशु ख्रीष्ट खाली दर्शन देवा सांगे सांगे जहन कोन हेले जानिछंती से मृत्यु परी मला परी से पड़ी गले खाली दर्शन देवारू जदि हेमलाई देले पड़ी हेबो केंती हेबो नहीं कहतु जदि तांकु देखले गोटे लोक मला परी पड़ी जाउची जदि ठेलाई देले नहीं कहतु गोटे कथा हाँ मु आपन गोटे वाक्य पढ़ेबी जेते बेले यीशु ख्रीष्ट को शत्रु माने धरबा पई आसले सेही समय गोटे घटना आमे पढ़िबा मो सहित आपण माने पढ़िबे कि जहन 18 अध्याय को आसो 18 अध्याय 4 पद आमे धीरे धीरे पढ़बा बुझी परबा 18 अध्याय 4 पद पढ़ंतु सेथिरे यीशु ताहांको प्रति जहा जहा घटिबाकू जाऊ अछि से सब जानु चंदी से काहे कि से परमेश्वर चंदी से सब जानंती मात्र केत जन को किछि जणा नाही ओसो खोजिया बोले ओसो खोजी न पारी से गोत चिनी न पारी पर्वत टेकी बारी सुतिबे से मान किछि जणा नाही मानो यीशु कोटा जानि परले नाही बोली बाइबल लेखा आइछि लोकंकर मन को से जानुतिले लोकंकर तर्क वितर्क को जानुतिले से आगे तांको जीवन रे कोन कोन घटबो से सब जानुतिले से तृतीय दिवस रे उचित हेबे सेटा से सब जानुतिले सेति पय से सब कथा से कहउतिले प्रिय भाई एटा से जानले जानला परे कोन हेउछि तापर पढंतु सेई सब जाने आगो को जाई समान को पचारिले आगो को जाई समान को पचारिले तुम एटा काहा को पचारले 3 पद लेखा जाउछि पढंतु 3 पद अतएव जिहुदा सैन्य दल पुणी प्रधान याजक ओ फारुसी माननको ठारू प्राप्त पदातिक माननको घेनी बोती मशाल ओ अस्त्र शस्त्र धरी सेठा को आसिला एटा लेखा जाउछि अतएव जिहुदा बोले के यीशु ख्रीष्टंकर शिष्य यीशु ख्रीष्टंकर शिष्य जिहुदा ईश्वर तो जिहुदा जो यीशु ख्रीष्ट तांकर परिस्थिति को बदलाइछंती जो यीशु ख्रीष्ट पाप क्षमा करिछंती परित्राण देइछंती जो यीशु ख्रीष्टଙ୍କ सहित ए व्यक्ति बसिछि उठिछि आश्चर्य कर्म देखिछि सब देखिछि ए व्यक्ति कोन करूछि यीशु को धराइबा पई सैन्य दल सहित हाथ रे मशाल बोले निया लगाए रात्रि रे आगरे लाइट नथिला मशाल लगाई किना जेंती आमे नाट देखला बेले पूरा टायर लगाई जाउथिलु कि नहीं पूरा जिंदगी भर नेगे आज बाहर लारे जीतू वीर मुई आगरे अछि पत्रे समस्त आसो किछि असुविधा नै मुई रास्ता देखिति बोली किना नेगे आमे केंती कढाई नउथिलु ए जिहुदा मध्य मशाल लगाई किना अस्त्र शस्त्र धरि किना कोन करूछि तांकर सैन्य दल को से नहीं किना आसुची सही परी समय रे यीशु कोन करूचंती
ପଛକୁ ଯାଉଛନ୍ତି ନା ଆଗକୁ ଯାଉଛନ୍ତି? ଆଗକୁ ଏଠି ଲେଖା ଯାଉଛି ସେଥିରେ ଯୀଶୁ ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି ଚାରିପଦ ସେଇ ସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ ତୁମ୍ଭେମାନେ କାହାକୁ ଖୋଜୁଅଛ? ବାଃ, କେତେ ଭୟଙ୍କର ପରମେଶ୍ୱର। ଏଇଟା ମୋତେ ଧରବାକ ସେ ଆସିଲେ ମୋତେ ଆଜି ଛାରକାର କରିଦେବେ ବୋଲି ଲୁଚିଲେ କି ନାଇଁ ପଛକୁ ଗଲେ କି? ନାଇଁ ସେମାନେ କିଛି ନ କହୁଣୁ ସେ ଆଗକୁ ଯାଇ ପଚାରୁଛନ୍ତି ତୁମେ କାହାକୁ ଖୋଜୁଅଛ? କାହାକୁ ଖୋଜୁଛନ୍ତି ଜାଣିଥିଲେ କି ନାଇଁ? ଜାଣିଥିଲି ଜାଣିଛନ୍ତି। ସେ ପଚାରୁଛନ୍ତି ତୁମେ କାହାକୁ ଖୋଜୁଅଛ? ସେ ତାପରେ ସେମାନେ 5 ପଦରେ କହୁଛନ୍ତି ସେମାନେ ତାହାଙ୍କୁ ଉତ୍ତର ସେମାନେ ଦେଲେ ତାହାଙ୍କୁ ଉତ୍ତର ଦେଲେ ଯୀଶୁଙ୍କୁ ସେମାନେ କହିଲେ କଣ ବୋଲି କହିଲେ? ନାଜରିତୀୟ ଯୀଶୁଙ୍କୁ। ନାଜରିତୀୟ ଯୀଶୁଙ୍କୁ ବୋଲି କହିନାହାନ୍ତି, ନାଜରିତୀୟ ଯୀଶୁକୁ। ଯୀଶୁଙ୍କୁ ଅଛି କି? ଯୀଶୁଙ୍କୁ ବୋଲେ ଏଟା ଗୋଟେ ସମ୍ମାନୀୟ ଭାଷା, ସଭ୍ୟ ଭାଷା। ଏଇଟା ସେମିତି ସେମାନେ କହୁନାହାନ୍ତି ନାଜରିତୀୟ ଯୀଶୁକୁ, ସେ କୋଉଠି ଅଛି ସେ, ତାକୁ ଆମେ ଖୋଜୁଛୁ, ଏଇ ପ୍ରକାର କଥା। ତାପରେ ସେ ସେମାନଙ୍କୁ କହିଲେ ସେ ସେମାନଙ୍କୁ କହିଲେ ମୁଁ ସେହି। ମୁଁ ସେହି। ଧାଇଲେ କି ନାଇଁ ନାଇଁ ଆମକୁ ଖୋଜବା ଆସୁଛୁ ବୋଲେ କୁପଲି ଚେକି ଦେଇଥିବୁ ନି କେତେ ଜଣ ଥିବେ ଡରନା ଯାକ। ହଁ ଜୀବନରେ ଭୁଲ ଥିଲା ଲୋକ ଲୁଚି ବୁଲି ହବ କି ନାଇଁ? ହଁ ଯୀଶୁ ଲୁଚି ବୋଲଲେ କି? ଏ ବାଟେ ସେ ଗଲା ପରେ ଦେଖିଲି ଆଜ୍ଞା ବୋଲଲେ କି ନା କଣ କହିଲେ? ସେ କହିଲେ ମୁଇଁ ନାଜରିତୀୟ ଯୀଶୁ ବୋଲେ ମୁଇଁ ଏକା ସେ। ତାପରେ ଯେଉଁ ଜିହୁଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। ଦେଖ ତ ଯେତିକି ଆଶୀର୍ବାଦ ପାଇବାଟା, ଯେତିକି ଅନୁଗ୍ରହ ପାଇବାଟା ଯୀଶୁଙ୍କ ଠାରୁ ପାଇଛି, ମାତ୍ର ଯୀଶୁଙ୍କ ବିରୋଧରେ ଯିବାଟା ଛାଡବାଟା ନାହିଁ। ଶେଷ ଦିନ ମାନଙ୍କରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ମଧ୍ୟ ସେମିତି, ଯେଉଁ ପ୍ରଭୁଙ୍କ ଦାସ ଦ୍ୱାରା ଆମେ ବାକ୍ୟ ଜାଣିଥିବୁ, ଯେଉଁ ପ୍ରଭୁଙ୍କ ଦାସ ଆମର ମୁଣ୍ଡରେ ହାତ ରଖିବାର ଭୂତ ଯାଇଥିବ, ଯେଉଁ ପ୍ରଭୁଙ୍କର ଦାସଙ୍କ ଶିକ୍ଷା ଦ୍ୱାରା ଆମେ ପାପ ଛାଡିଲୁ, ମନ୍ଦ ଛାଡିଲୁ, ଭଲ ରାସ୍ତାରେ ଆସିଲୁ, ସେଇ ପ୍ରଭୁଙ୍କ ଦାସ ମାନଙ୍କ ବିରୁଦ୍ଧରେ କଥାବାର୍ତ୍ତା। ଏମିତି ଲୋକମାନେ ବି ଅଛନ୍ତି। ଆମର ଜୀବନରେ ସେମିତି ନ ହେଉ, ଆମେ ସେମିତି ହେବା ନାହିଁ, ନହେଲେ ଇସ୍କରିତ ଜିହୁଦା ପରି ପରିତ୍ରାଣ ପଳାଇବ, ଆମେ ବିନାଶ ଆଡକୁ ପଳାଇବା। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କର ଗୌରବ ହଉ। ତାପରେ 6 ପଦରେ କଣ ବୋଲି ଲେଖା ଯାଉଛି? ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ ଯେତେବେଳେ ସେମାନଙ୍କୁ କହିଲେ କଣ ବୋଲି କହିଲେ? ମୁଁ ସେହି। ଏତିକି କହିଲେ ସେମାନଙ୍କୁ, ମୁଁ ସେହି। ସେତେବେଳେ ସେମାନେ ପଛକୁ ହଟି ଯାଇ ଭୂମିରେ ପଡିଗଲେ। ଦୁର୍ବଳ ଥିଲେ। ଯୀଶୁ ଦୁର୍ବଳ ଥିଲେ କି? ଯୀଶୁ ଯେତେବେଳେ କହିଲେ ମୁଁ ସେହି ବୋଲି, ସେତିକି ବେଳେ ସେମାନେ ପଛକୁ ହଟି ଯାଇ ଭୂଇଁରେ ପଡି ଯାଉଛନ୍ତି। ଯଦି ହାତ ଉଠାଇଥାନ୍ତେ, କାହାକୁ କାନରେ ଧରିଥାନ୍ତେ, ହଁ ତୁମେ କିଏ ବୋଲି ଯଦି ଧମକ ଦେଇଥାନ୍ତେ କଣ ହେଇଥାନ୍ତା? ସେ ଦୁର୍ବଳ ନଥିଲେ, ସେ ବଳବାନ ପରମେଶ୍ୱର ଥିଲେ। ସେଥିପାଇଁ ପାତ୍ମ ନାମକ ଦ୍ୱୀପରେ ଯୀଶୁ ଦର୍ଶନ ଦେଇ କହିଲେ ଆମେ ଆରମ୍ଭ ଆଉ ଶେଷ, ଆମେ ସର୍ବଶକ୍ତିମାନ ମୃତ ହେଲୁ, ଆଉ ଦେଖ ଆମେ ଯୁଗେ ଯୁଗେ ଜୀବିତ। ପ୍ରଭୁଙ୍କର ଗୌରବ ହଉ। ସେ ଦୁର୍ବଳ ନୁହନ୍ତି। ଆପଣ ମାନେ ଆଉ ଗୋଟେ ବାକ୍ୟ ପଢିବେ, ଯୀଶୁ ଖ୍ରୀଷ୍ଟ କେମିତି ସେ ବୁଝାଉଛନ୍ତି ଆପଣ ଶିଷ୍ୟମାନଙ୍କୁ, ଏଇଟାକୁ ଆମେ ଜାଣିବାର ଆବଶ୍ୟକ ରହିଛି। ଯୋହନ 10 ଅଧ୍ୟାୟ, ଯୋହନ ଲିଖିତ 10 ଅଧ୍ୟାୟ, ଯୋହନ ଲିଖିତ ସୁସମାଚାର 10 ଅଧ୍ୟାୟ ଆପଣ ପଢିବେ 17 ପଦରୁ ଧୀରେ ଧୀରେ ପଢନ୍ତୁ। ପଢ। ମୁଁ ମୋର ପ୍ରାଣ ଦାନ କରିବାରୁ ପିତା ମତେ ପ୍ରେମ କରନ୍ତି। ଏ ବାପା, ଏତେ ଡରି ଡରି ପଢିଲେ କେମିତି ବୁଝିପାରିବେ ନାହିଁ। ହେଲା, ଲେଖା ଯାଉଛି ମୁଁ ମୋହର ପ୍ରାଣ ଦାନ କରିବାକୁ ପିତା ମତେ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ କହୁଛନ୍ତି ମୋର ପ୍ରାଣ ମୁଇଁ ଦାନ କରିବାରୁ ପିତା ମତେ କଣ କରୁଛନ୍ତି? ପ୍ରେମ କରନ୍ତି। ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। 18 ପଦରେ ଲେଖାଯାଏ କେହି ମୋ ଠାରୁ ତାହା ନେଇଯାଏ ନାହିଁ। ବୁଝୁଛନ୍ତି କି ନାଇଁ? ସେ କେମିତି କହୁଛନ୍ତି? ମୋର ଜୀବନ ନେବାର କାହାର ବି ଅଧିକାର, କାହାର ପାଖରେ ସେ ଶକ୍ତି ନାହିଁ, କାହାର ପାଖରେ ସେ ପାୱାର ନାହିଁ। ମୋର ଜୀବନ କିଏ ବି ନେଇ ନାହାନ୍ତି। ସେ ତଳକୁ କହୁଛନ୍ତି ମାତ୍ର ମୁଁ ଆପେ ତାହା ଦାନ କରେ। ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁଖ୍ରୀଷ୍ଟଙ୍କୁ ବିନାଶ କଲା ପରି, ତାଙ୍କର ଶରୀରକୁ ଭାଙ୍ଗିଲା ପରି ଅସ୍ତ୍ର ଆଜି ଯାଇ ପୃଥିବୀରେ ତିଆରି ହେଇନାହିଁ। ତାଙ୍କୁ ମାରବା ଲୋକ ଆଜି ଯାଇ ପୃଥିବୀରେ କେ ତିଆରି ହେଇନାହାନ୍ତି।
से निजे समर्पित हेले ସେଥିପାଇଁ ସେ କହୁଛନ୍ତି ମୋର ପ୍ରାଣକୁ ମୁଁ ନିଜେ ଦାନ କଲି ମୋର ପ୍ରାଣ କେ ନେଇ ନାହାନ୍ତି ମୋର ପ୍ରାଣକୁ କେ ନେବାର କାହାର ପାଖରେ କ୍ଷମତା ମଧ୍ୟ ନାଇଁ ମୁଁ ନିଜେ ଦେଇଦେଲି ସେ କହୁଛନ୍ତି ତାପରେ ତଳକୁ ଲେଖା ଯାଉଛି ତାହା ଦାନ କରିବାକୁ ମୋର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି ମୁଁ ମୋର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି ପ୍ରଭୁଙ୍କର ଗୌରବ ହଉ ଏଇଟାକୁ ଆମେ ଜାଣିବାର ଅଛି ଯୀଶୁଙ୍କୁ କିଏ ମାରି ନାହାନ୍ତି ସେ ନିଜେ ମୃତ୍ୟୁ ଭୋଗ କରିବା ପାଇଁ ସେ ନିଜେ ସେ କଣ କଲେ ପସନ୍ଦ ନିଜେ ପସନ୍ଦ କଲେ ଯେତେବେଳେ କୃଷ ତାଙ୍କ ପାଇଁ ଆଣିଥିବେ ନା ଯେତେବେଳେ ତାଙ୍କ ପାଇଁ କୃଷ ତିଆରି ହେଇଛି ଲୋକ କରୋନା ପ୍ରହାର କରୁଛନ୍ତି ସେ କୃଷକୁ କଣ କରିଥିବେ କୃଷକୁ ପୁରା ଆଲଙ୍ଗିନ କରି କୃଷକୁ ସେ ଚୁମ୍ବନ ଦେଇ ଏଥିପାଇଁ ତ ପ୍ରଭୁ ମୁଁ ଆସିଛି ଏଥିପାଇଁ ତ ପିତା ମୁଁ ଆସିଛି ଯେ କୃଷକୁ ସେ ଆଲଙ୍ଗିନ କରି ଖୁସିରେ ଆପଣଙ୍କୁ ମତେ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ସେ କଣ କଲେ ସମର୍ପଣ କଲେ କୃଷ ତାଙ୍କ ନିଜର ନଥିଲା ଯୀଶୁଖ୍ରୀଷ୍ଟ କୃଷରେ ଯେ ମରବେ ଏଟା କୌଣସି ପ୍ରକାର ଯୋଗ୍ୟତା ନାହିଁ ତାଙ୍କ ପାଖରେ କୌଣସି ପାପ କୌଣସି ଅନ୍ୟାୟ ନଥିଲା କୃଷ କାହାର ବାରବାଙ୍କୁ ବର୍ଷ ପଦାତିକ ମାନଙ୍କୁ ଅପରାଧୀ ମାନଙ୍କୁ କଣ କରାଯାଉଥିଲା କୃଷରେ ଚଢା ଯାଉଥିଲା ବାରବାଙ୍କ ବଦଳରେ ଯୀଶୁଖ୍ରୀଷ୍ଟଙ୍କୁ ଚଢାଗଲା ସେଇ ବାରବା ହେଉଛୁ ଆପଣ ମାନେ ଆଉ ମୁଁ ଆମର ବଦଳରେ ସେ କୃଷରେ କଣ କଲେ ଚଢିଲେ ଏହାର ଅର୍ଥ ନାହିଁ ଯେ ସେ ଭୁଲ କରିଥିଲେ ପାପ କରିଥିଲେ ଅନ୍ୟାୟ କରିଥିଲେ ଆଉ ବିନା କାରଣ ଲୋକଙ୍କୁ ଗୋଟେ କୃଷରେ ମାରିଦେବେ କି ବୋଲିକିନା ଲୋକଙ୍କର ଭାଷଣ ଯୀଶୁଖ୍ରୀଷ୍ଟ ଯେତେବେଳେ ରୋମ ସରକାର ଥିଲା ଆଜିର ସରକାର କି ସରକାର ଆଜିର ସରକାର ମୋହନ ସରକାର ମୋଦି ସରକାର ରୋମ ସରକାର ଠାରୁ ଷ୍ଟ୍ରଙ୍ଗ ସରକାର ଆଜି ଯାଏ ପୃଥିବୀରେ ଆସିନା ରୋମ ସରକାର ସମୟରେ ତାଙ୍କର ସାମ୍ରାଜ୍ୟ ସମୟରେ ଯୀଶୁ କହିଲେ ଚ୍ୟାଲେଞ୍ଜ କଲେ ଜିହୁଦା ପିଲାତ ରାଜାଙ୍କୁ ଆଉ ହେରୋଦ ରାଜାଙ୍କୁ ସେ ଚ୍ୟାଲେଞ୍ଜ କଲେ ଆଉ କହିଲେ ଯଦି ମୋ ଠାରେ କୌଣସି ଦୋଷ ଅଛି ପ୍ରମାଣ କରି ଦେଖାଅ ରାଜା ମାନେ ହାତ ଧୋଇଦେଲେ ଆଉ କହିଲେ ଏହି ବ୍ୟକ୍ତି ପ୍ରାଣଦଣ୍ଡ ଭୋଗିଲା ପରି କୌଣସି ଅପରାଧ କରିନା ଜିହୁଦୀ ମାନେ ଚିଲ୍ଲାଇଲେ ଯଦି ସେ କିଛି ଭୁଲ ବି କରିନାହାନ୍ତି ତାଙ୍କୁ ତଥାପି କ୍ରୁଶରେ ଚଢାଅ ତାଙ୍କର ଅପରାଧ ଆମର ଉପରେ ବର୍ତ୍ତୁ ଚିଲ୍ଲାଇଲା ପରେ ଯେଉଁମାନେ ପାଟି କରୁଛନ୍ତି ଏମାନଙ୍କର କଥାକୁ ଶୁଣି ନ ପାରି ତାଙ୍କୁ କ୍ରୁଶରେ ଚଢାଗଲା ପରେ ଇସ୍ରାଏଲ ଦେଶ ନଥିଲା ଜାଣିଛନ୍ତି କି ନା ଇସ୍ରାଏଲ ଦେଶ ଛିନ୍ନଛତ୍ର ହେଇଗଲା 1900 ବର୍ଷ ଯାଏ ଇସ୍ରାଏଲ ଲୋକମାନେ ପୃଥିବୀର ଏଣେ ତେଣେ ଭ୍ରମଣ କଲେ କାହିଁକି ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁର ଅପରାଧ ସେମାନଙ୍କ ଉପରେ ପଡିଲା ତାଙ୍କ ଠାରେ ଆଜି ଯାଏ ପୃଥିବୀରେ କୌଣସି ବ୍ୟକ୍ତି ଆଜି ଯାଏ ତାଙ୍କର ଭୁଲ ଅନ୍ୟାୟ ଦୋଷ ପାପକୁ ପ୍ରମାଣିତ କରି ପାରିନାହାନ୍ତି କରିପାରିବେ ମଧ୍ୟ ନାହିଁ କାରଣ ବାଇବେଲ କହେ ତାଙ୍କ ଠାରେ ପାପର ଲେଶ ମଧ୍ୟ ନଥିଲା ସେ ସିଦ୍ଧ ଆଉ ପବିତ୍ର ସେ ସର୍ବଶକ୍ତିମାନ ପରମେଶ୍ୱର ସେ ଆପଣଙ୍କୁ ଆଉ ମୋତେ ନିର୍ମାଣ କରିଥିବା ପ୍ରଭୁ ପ୍ରଭୁଙ୍କର ଗୌରବ ହଉ ଯୀଶୁଖ୍ରୀଷ୍ଟ ଦୁର୍ବଳ ବୋଲି ସେ ମାରି ଦେଇନାହାନ୍ତି ଆପଣଙ୍କୁ ମୋତେ ଉଦ୍ଧାର କରିବା ପାଇଁ ଯେପରି ଜଗତ ତାଙ୍କ ଦେଇ ଉଦ୍ଧାର ପାଇବ ଯେପରି ଜଗତ ତାଙ୍କ ଦେଇ ପରିତ୍ରାଣ ପାଇବ ଏଥିପାଇଁ ସେ କଣ ହେଲେ ନିଜେ ସମର୍ପିତ ହେଲେ କୃଷକୁ ସେ ଆଲଙ୍ଗିନ କଲେ ପ୍ରେମ କଲେ ଆଉ ସେ ନିଜେ ମୃତ୍ୟୁବରଣ କରିବା ପାଇଁ ନିଜେ ସେ ପସନ୍ଦ କଲେ କାରଣ ତାଙ୍କର ଆସିବାର ଉଦ୍ଦେଶ୍ୟ ହିଁ ସେଟା ଥିଲା ପ୍ରଭୁଙ୍କର ଗୌରବ ହଉ ମୁଁ ଆପଣମାନଙ୍କୁ କହିବି ତିନିଟା କଥା କହି ସମାପ୍ତ କରିବି ଯେ ଯୀଶୁଖ୍ରୀଷ୍ଟ କାହିଁକି କୃଷରେ ମୃତ୍ୟୁଭୋଗ କଲେ ଆମେ ତ ପ୍ରଥମରେ ଦେଖିଲୁ ଯେ ଯୀଶୁଖ୍ରୀଷ୍ଟଙ୍କୁ କେହି ମାରିକିନା ତାଙ୍କୁ ବିନାଶ କଲା ପରି ତାଙ୍କର ଅସ୍ତିତ୍ୱକୁ ନଷ୍ଟ କଲା ପରି ଦୁନିଆର କୌଣସି ଶକ୍ତି ତାଙ୍କୁ କିଏ ମାରି ମଧ୍ୟ ପାରିବେ ନାହିଁ ସେ ନିଜେ ନିଜର ପ୍ରାଣକୁ ଦାନ କଲେ ଆଉ ନିଜେ ତୃତୀୟ ଦିବସରେ ସେ ପ୍ରାଣକୁ ନିଜେ ଆହୁରି ନିଜେ ଜୀବିତ ହେଇକିନା ଉଠିଲେ ସେଇଟା ଆମେ ପ୍ରଥମରେ ଦେଖିଲୁ ଆମେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଦେଖିବା ଯେ ଯୀଶୁଖ୍ରୀଷ୍ଟ ସେ କାହିଁକି ମୃତ୍ୟୁଭୋଗ କଲେ ମୁଁ ତିନିଟା କଥା ଆପଣମାନଙ୍କୁ କହିବି ଦ୍ୱିତୀୟ କରନ୍ଥୀୟ 5 ଅଧ୍ୟାୟକୁ ଆସନ୍ତୁ ଦ୍ୱିତୀୟ କରନ୍ଥୀୟ 5 ଅଧ୍ୟାୟ 15 ପଦ ପଢନ୍ତୁ ଆଉ
ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ ସେ ସମସ୍ତଙ୍କ ନିମନ୍ତେ କଣ କଲେ? ମୃତ୍ୟୁ ଭୋଗ କଲେ। ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ସମସ୍ତଙ୍କ ନିମନ୍ତେ କାହିଁକି ମୃତ୍ୟୁ ଭୋଗ କଲେ? କାରଣ ସମସ୍ତେ ପାପୀ, ସମସ୍ତଙ୍କୁ ପରିତ୍ରାଣ ଦରକାର, ସମସ୍ତଙ୍କୁ ପାପ କ୍ଷମା ଦରକାର। ସେଥିପାଇଁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ତାପରେ ଯେପରି ଯେଉଁମାନେ ଜୀବିତ ଯେପରି ଯେଉଁମାନେ ଜୀବିତ, ଯୀଶୁଖ୍ରୀଷ୍ଟ ତ ମୃତ୍ୟୁବରଣ କଲେ। ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଏଟା ଜାଣିବାର ଅଛି, ଯୀଶୁ ମରିଗଲେ ମରିଗଲେ, ଠିକ ଅଛି, ସେ ତ ମରିଗଲେ, ତୁମେ ବଞ୍ଚିଛ କି ନାହିଁ? ସିଏ ମୃତ୍ୟୁବରଣ କଲେ, ଆମେ ବଞ୍ଚିଛୁ କି ନାହିଁ? ବଞ୍ଚିଛୁ। ଯେପରି ଯେଉଁମାନେ ଜୀବିତ, ତାପରେ ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ଏଇଟା ପଏଣ୍ଟ, ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ ଯେଉଁ କଲେ ଲୋକ ଆମ ପାଇଁ ମୃତ୍ୟୁ ଭୋଗ କଲେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଆମ ପାଇଁ ମୃତ୍ୟୁ ଭୋଗ କଲେ ଓ ଉତ୍ଥିତ ହେଲେ ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି। ଏଥିପାଇଁ ସେ ମଲେ। ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁ ଭୋଗ କଲେ? ସେ ମୃତ୍ୟୁ ଭୋଗ କଲେ, ଆମେ ଜୀବିତ ହେଲୁ। ଆଉ ଯଦି ଆମେ ବଞ୍ଚିଛୁ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେପରି ଯୀଶୁଖ୍ରୀଷ୍ଟଙ୍କ ପାଇଁ ଏବେ ପରବର୍ତ୍ତୀ ସମୟକୁ ଆମେ ବିତାଇବା, ଯୀଶୁଖ୍ରୀଷ୍ଟଙ୍କ ପାଇଁ ପରବର୍ତ୍ତୀ ସମୟରେ ଆମେ ବଞ୍ଚିବା, ସେଥିପାଇଁ ଯୀଶୁଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ଯେଉଁମାନେ ଆମେ ବଞ୍ଚିଛୁ, ନିଜର ପାଇଁ ବଞ୍ଚିବାର ନାହିଁ। ସେଇଦିନ ସେ ଡୁମୁରି ଗଛ ନିଜର ପାଇଁ ଏକା ବଞ୍ଚୁଛି। ଡୁମୁରି ଗଛରେ ଯୀଶୁଖ୍ରୀଷ୍ଟ ଗଲେ, କଣ ପାଇଁ ଗଲେ? କଣ ଥିଲା ସେଠି? ପତ୍ର ଛଡା କିଛି ନାହିଁ। ଯୀଶୁ କଣ କହିଲେ ସେ ଗଛକୁ? ତୁଇ ସୁଖୀ ଆକା ଯା। ବାଇବେଲରେ ଭଲରେ ଲେଖା ହେଇଛି, ସେ ଡିମ୍ବୁରି ଗଛ ଫଳ ଫଳିବାର ସମୟ ନଥିଲା। ଲେଖା ହେଇଛି କି ନାହିଁ? ଫଳ ଫଳିବାର ସମୟ। ସେ ଗଛକୁ କିଏ ସୃଷ୍ଟି କରିଥିଲେ? ଏ ଗଛର ସୃଷ୍ଟିକର୍ତ୍ତା ଫଳ ଫଳବା ସିଜନ ଜଣା ନାହିଁ ତାଙ୍କୁ। ଅଭିଶାପ କାହିଁକି ଦେଲେ? ଅଭିଶାପ ଦେଖନ୍ତୁ ତ, ଗୋଟେ ଗଛ ଫଳ ଫଳିନାହିଁ ବୋଲି ଅଭିଶାପ ଦେଇଲେ। ଏ ସମୟ ହେଲେ ତ ଫଳ ଫଳବ। କେମିତି ଯୀଶୁଖ୍ରୀଷ୍ଟ ଅଭିଶାପ ଦେଇଦେଲେ ସେଟା? ବୋଲେ ଏମିତି ଗଛ ବୋଲେ କଣ? ଗୋଟେ ବ୍ୟକ୍ତିଙ୍କୁ ବୁଝାଏ, ଆମକୁ ବୁଝାଏ। ଏମିତି କେତେଟା ଗଛ ବୋଲେ ଏମିତି କେତେଟା ବିଶ୍ୱାସୀ ମାନେ, ଏ ଯୋଉ ପତ୍ର କଣ କରେ? ପତ୍ର କଣ କରେ ଜାଣିଛୁ ନା? ଗଛର ପତ୍ର, ସେ ଗଛର ପତ୍ର ଅନ୍ୟ ପାଇଁ କିଛି କାମ ନାହିଁ। ସେଟା ପତ୍ର କଣ କରେ? ନିଜ ପାଇଁ ସେ କଣ କରେ? ଖାଦ୍ୟ ଉତ୍ପନ୍ନ କରେ। ଯେତେବେଳେ ଖରା ହେବ ସେଇ ସମୟରେ ସେ କଣ କରେ? ଖାଦ୍ୟ ନିଜେ ନିଜର ପାଇଁ, ସେ ଯୋଉ ପତ୍ର ଗଛକୁ ଛାଇ ହେବ, ତାର ଖେନ୍ଦା ଯାକ ଥିବ କି ନାଇଁ, ସେଠି ଛାଇ ହେବ। ତାର ଯୋଉ ମାଟିରେ ଲାଗିଥିବ ସେଠି ଛାଇ ହେବ। ଆହୁରି ସେ ପତ୍ର ଦ୍ଵାରା ଆକା ସେ କଣ କରିବ? ନିଜେ ଖାଦ୍ୟ ଉତ୍ପନ୍ନ କରିବ। ଆହୁରି ଖାଲି ସେଠି ଫଳ ନାହିଁ, କିଛି ନାହିଁ, ନିଜର ପାଇଁ ନିଜେ ହୃଷ୍ଟପୁଷ୍ଟ ହେଇ ଆରାମସେ ଥିବ। ବୋଲେ ଏମିତି କେତେଟା ବିଶ୍ୱାସୀ ଭାଇ ଭଉଣୀ ମାନେ ଥିବେ, ସେମାନେ ପ୍ରଭୁଙ୍କ ପାଇଁ ବଞ୍ଚିବେ ନାହିଁ। ନିଜେ ଆକା ନିଜେ ଭଲ ଥିଲେ ଦୁନିଆ ଭଲ, ମୋର 4 ହାତ ଗୋଡ଼ 16 ସପନ ଥିଲେ ହେଲା ବଲ୍ଲା ଥିବେ କି ନାଇଁ? ଯେତିକି ଡାବୁ କମାଇବେ ନିଜର ପାଇଁ ତ, ମଜା ପିଲାର ପାଇଁ ଏଟା ଘେନବି, ବଡ ପିଲାର ପାଇଁ ସେଟା ଘେନବି, मोर पाई सेटा, तार पाई सेटा। आज कौन खाइबा मो? सोमवार दिन कौन खाइबा? बुधवार दिन कौन खाइबा? गुरुवार दिन अंडा खाइले भल जीर्ण हेबो कि? जीर्ण हेबो ना बोली कि ना सेमान खाली खुरतुम छाड़ते खाइबा डागा। निजर पाई घर बांधले पास्टर को केबे आनी दिने बसाइबे बोलछो घरे? पास्टर पाई को रूम आमे बनाइछु। आमर पाई बेडरूम अछि, गुड रूम अछि, लैट्रिन बाथरूम अछि, सब अछि। पास्टर पाई से सुनेमियार धनवती स्त्री तार स्वामी को कहूँ, शुण मो प्रभु को दास ए बारंबार जाऊँगी आसुचन, उपरे गोटे आम घर बनाइबा।
से साइड रे गोटे से कुकुड़ा अछंती से साइड रे गोटे बनाई देले एबो नाही कि भल्ला परीक्षा जनती कि ना आई से धनवती स्त्री है आमर धन थिले कु काम रे आइबार अछि प्रभु को काम रे जो धन आसु ना की धन सेटा मुसापुडर धन ना बागरा धन ना कोन तो गोटे কথা जो धन प्रभुर काम पाई व्यवहार हो नहीं जो मोबाइल प्रभुर पाई व्यवहार हो नहीं जो साड़ी पटा चर्च गला वाले व्यवहार हो नहीं की साड़ी पटा सेटा पुराओ रबार दिन काढ़ी खोजी खोजी पुराई देवार सेटा केतरा साड़ी थिबो पुणी भोजी खाई गला सेटा पुणी व्यवहार होची आउर केतरा ज्ञानी ज्ञानी रखिथिबे मरला बेले एंती बेटी बाहर करुथिबे होय पुणी काहे की किनिथिले रे एते डाबू खर्च बेकार बुड़ाई देलु मा साड़ी घेनी घेनी डाबू बुड़ाई देलु मा बोली केत जण कांदथिबे बुझो एतकी साड़ी के पिंदरे बे मा के लुचाई रखिथिले के पिंदरे लुचाई रखिथिले के पिंदरे जो गाड़ी आमे घेने तू प्रभुर पाई व्यवहार न हेले की गाड़ी सेटा हां गाड़ी खुटे बांधथिले की हेबो तुमर गाड़ी से दिन से समुद्र रे गदा डंगा थिला अरे जो डंगा रे जिसु न चगले की डंगा सेटा गोट माछ नथिबा डंगा की बाइगन पलुची से डंगा रे कोन दु तो जिसु को टिके चढ़ाई किना बुलाओ राति जाको परिश्रम कर हालिया आइतले भी टिके बसाओ तो देखबो तार कमाल टिके अलगा थिबो टिके बसाओ टिके प्रभु को गौरव हो अपना मर्जी नहीं आमे बंचबा परवर्ती समय जब आम प्रभु को जानलु परवर्ती समय रे आमे जेपरी ताहांको पाई बंचबा से आमो पाई क्रूसरे मृत्यु भोग करे आमे तांको पाई बंचबा आमे के जणारी से वीडियो मान छाड़ी देथिबे मुई तुमर पाई बंचबी मुई तुमर पाई बंचबी से झियो कहथिबो मुई तुमर पाई 7 जन्म नेबी के जन्म गला जन्म रे के थिला ताको जणा नाही ए 7 जन्म नेले पुणा मुसे ताको भूली पालबो ना एबे जो आमे जन्म आसलु तांगर हिसाब रे जन्म आसचु कि नाही पूर्व जन्म रे के थिलु आमे मंत्री थिलु ना केत्री थिलु नहीं कोन तो गोटकी जन्म र कथा हमको जणा नाही ए 7 जन्म को कुड रे आसतु सेटा बाइबल रे आमे 4टा जन्म विषय रे देखुछु कोन कोन से जन्म बोली पचारंतु नै हैला ए 7टा जन्म बोले कीटा सेटा सेमान को आगा जणा केंति केंति हेले पुनी गाय ही जन्म आसी हेबो केंति केंति हेले चाटी हे आसी हेबो पुनी के आगरे चाटी थिले बोदे से मन के चलो एबे केंति केंति हेले कुकुर हे आसी हेबो पुनी मनुष्य लो कुकुर हे आसी हेबो केमिति जागा रे हमें थिलु प्रभु बाहर करे आनी प्रिय भाई भणी माने मु कहूची कोन यीशु ख्रीष्ट एति पाई मले आमे ताहांको पाई बंचवा ताहांको पाई बंचवाटा बोले कोन पवित्र जीवन यापन करबाटा पाप को नाई बोली कहबाटा मिछ कहबाटा छाड़बा तार ठाने गोट कथा ए बाटे गोट कथा पार्टी रे गोट कोटा भितरे गोट हृदय एटा सब छाड़बाटा होची तांको पाई बंचवाटा आराधना कला बेले एक्टिंग न करी हृदय सहित तांकर आराधना एटा तांको पाई बंचबाटा मोबाइल प्रभु को पाई व्यवहार हो मोर मुख प्रभु को पाई व्यवहार हो आखि प्रभु को पाई व्यवहार हो मोर बुद्धि ज्ञान प्रभु को पाई व्यवहार हो एटा प्रभु को निमंते बंचबाटा प्रिय भाई बहन द्वितीय विषय मु आपण मान को निकट रखिबी आपण मान मो सहित पढिबे प्रथम पितर 3 अध्याय तीन अध्याय 18 पद 3 अध्याय 18 लेखा गला जेणु आंभ माननकु ईश्वरଙ୍କ निकटକୁ आनिबा ପାଇଁ ख्रीष्ट मध्य धार्मिक होई अधार्मिक मानक निमंते पाप हेतु थरे मृत्यु भोग कले से शरीर रे मृत्यु भोग कले सत किंतु आत्मा रे जीवित हेले इति लेखा जाउछि यीशु ख्रीष्ट काहे कि मृत्यु भोग कले ईश्वरଙ୍କ निकटକୁ आपण मानक मते आनबा एदोन उद्यान रे परमेश्वर और मनुष्य मध्य जो संपर्क कटि गला एदोन उद्यान रे परमेश्वर आउ हवा आदम कर जो संपर्क भांगी जाइतिला
ସେଇଟାକୁ ପୁନର୍ବାର ଗଠନ କରିବା ପାଇଁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁଭୋଗ କଲେ, ଈଶ୍ୱରଙ୍କ ନିକଟରେ ଆଣିବା ପାଇଁ। ଯୀଶୁ ନଥିଲେ ଆମେ ପ୍ରଭୁଙ୍କ ନିକଟରେ ଆସିପାରିନଥାନ୍ତୁ। ଆମେ ପ୍ରଭୁଙ୍କ ନିକଟରେ ଆସିପାରିନଥାନ୍ତୁ। ଏଇଟାକୁ ଆମେ ବୁଝିବାର ଅଛି। ଆମେ ପ୍ରଭୁଙ୍କ ଠାରୁ ବହୁତ ଦୂରକୁ ଥିଲୁ, ଆମେ ଅବାଟରେ ଆମେ ଚାଲି ଯାଇଥିଲୁ, ମାତ୍ର ଯୀଶୁ ଖ୍ରୀଷ୍ଟ ଆସିଲେ ଖୋଜି ଖୋଜି ସେ ଆମକୁ କଣ କରୁଛନ୍ତି? ରକ୍ଷା କରୁଛନ୍ତି। ଆପଣ ପିତା ପରମେଶ୍ୱରଙ୍କ ନିକଟକୁ ସେ ଆଣିଛନ୍ତି। ଆମର ଧାର୍ମିକତା, ଆମର ପବିତ୍ରତା, ଆମେ ବେଶୀ ଦାନ ଦେଉଛୁ, ଆମେ ଭଲ ଗୀତ ଗାଉଛୁ, ସବୁଦିନ ଚର୍ଚ୍ଚ ଆସୁଛୁ, ସେଥିପାଇଁ ଆମେ ପ୍ରଭୁଙ୍କ ନିକଟରେ ଆସିନାହୁଁ। ଯେଉଁ ଯେଉଁ ମୂଲ୍ୟ ଦେବାର ଥିଲା ସେ ସବୁ ମୂଲ୍ୟ ଯୀଶୁ ଖ୍ରୀଷ୍ଟ ଦେଲେ, ଯଦ୍ୱାରା କି ଆମେ ପିତା ପରମେଶ୍ୱରଙ୍କ ନିକଟରେ ଆମେ ମିଳିତ ହେଲୁ। ପ୍ରିୟ ଭାଇ ଭଉଣୀ ମାନେ, ନାଇଁ କି? ଯେତେବେଳେ ପୁଅ ଭୁଲ କଲେ ବାପା ଯାଇ ଠିଆ ହଉଛନ୍ତି, ନାଇଁ କି? ବାପା ଯାଇ ଠିଆ ହଉଛନ୍ତି, ମୋର ପୁଅ ଯାହା କ୍ଷତି କରିଛି ମୁଁ ସବୁ ଦେଇଦେବି, ତାକୁ କିଛି କର। ଭୁଲ କରି ବହୁତ ଦୂରକୁ ଭୟ ଭିତରେ ଥିଲା ବେଳେ ଆମର ପରମେଶ୍ୱର ଆମର ଯେତିକି ଭୁଲ କରବାଟା, ଯେତିକି ପେମେଣ୍ଟ କରବାର ଥିଲା ସବୁ ଦେଇଦେଲେ। ସେଥିପାଇଁ ଏବେ ନିର୍ଭୟରେ ପିତାଙ୍କ ନିକଟରେ ଆମେ ପଳାଇ ଆସିଛୁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଗୌରବ ହଉ। ଶେଷ କଥା କହି ମୁଁ ସମାପ୍ତ କରିବି। ଆପଣମାନେ ମୋ ସହିତ ଗାଲାତୀୟ ପୁସ୍ତକକୁ ଆସିବେ। ଗାଲାତୀୟ ପୁସ୍ତକ 3 ଅଧ୍ୟାୟ 14 ପଦ। ଗାଲାତୀୟ ପୁସ୍ତକ 3 ଅଧ୍ୟାୟ 14 ପଦ ଲେଖାଗଲା, ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗା ଯାଏ ସେ ଅଭିଶପ୍ତ। ଯୀଶୁ ଖ୍ରୀଷ୍ଟ କାହିଁକି ସେ କ୍ରୁଶରେ ମୃତ୍ୟୁଭୋଗ କଲେ? ଅଭିଶାପରୁ ଆମକୁ ମୁକ୍ତ କରିବା ପାଇଁ, ଅଭିଶାପରୁ ମୁକ୍ତ କରିବା ପାଇଁ। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଗୁଡ୍ ଫ୍ରାଇଡେ ଆସୁଛି ଯାଉଛି, ଗୁଡ୍ ଫ୍ରାଇଡେ ପାଳନ କରୁଛନ୍ତି, ଦୁଃଖ ଭୋଗ ପାଳନ କରୁଛନ୍ତି, କିନ୍ତୁ ଅଭିଶାପରୁ ମୁକ୍ତ ହେଇନା। ଆଜି ବି ସେମାନଙ୍କ ଜୀବନରେ ଅଭିଶାପ କାମ କରୁଛି। ଯେତେ ଇନକମ କଲେ ଧରା ଦେବ ନାହିଁ। ପୂର୍ବ ପୁରୁଷ ମାନେ ଯେଉଁ ଭୁଲ ଗୁଡ଼ିକ କରିକିନା ଗଲେ, ସେଇ ଅଭିଶାପ ଗୁଡ଼ିକ ଆମର ଉପରେ କଣ କରାଯାଇଥିଲା? ଥୁଆ ଯାଇଥିଲା। ବାପା ଖାଇଲା ଋଣ କେ ଛୁଟବେ? ହଁ, ପୁଅ ଖାଇଥିଲେ ନାତି, ନାତି ଖାଇଥିଲେ ସେମିତି ଏକା। ଆମର ଯୋଉ ପୂର୍ବ ପୁରୁଷ ମାନେ, ମୁଁ ଶୁଣିଥିଲି ଛୋଟ ଥିଲା ବେଳେ, ଆମର ଅଜା ଆଈ, ଆମର ଲୋକମାନେ କେତେ ଅଭାବ ସେଇ ସମୟରେ, ବହୁତ ବୋଲେ ବହୁତ ଅଭାବ। ସେମାନେ ରାତିରେ ଯାଇ କାର ଧାନ କାଟି ଧରି ଆଇବେ, କାର ଧାନ କାଟଲା କଡ଼କ 2-3ଟା ବେଡ଼ିକିନା ନେଇ ମୋଡ଼ିକିନା ଧରି ଆଇବେ। କାର ଘର ବାଇଗଣ ତୋଳି ଆନି ଖା, କାର ଘର ଆଳୁ ଉଟକାଇ ଆନି ଖା, କାର ସେମି ତୋଳି ନେଇ ରାନ୍ଧି ଦେଇ କରି ଭୟଙ୍କର କାଟି ଦେ। ସେମି କାହିଁକି ନେଲୁ? ସାଇଡ ବାଟଟା ଧରିକି ଆଣିଛି, ସାଇଡ ବାଟ ତାଙ୍କରଟା ନାହିଁ। ଏ ବା ଟିକେ ବୋଲା ଭୟଙ୍କର ଷ୍ଟାଇଲରେ କଥାବାର୍ତ୍ତା ଦେଖନ୍ତୁ ତ। ବୋଲେ ଆମର ପୂର୍ବ ପୁରୁଷ ମାନେ ଯେତିକି ପାପ କଲାଟା ଆମର ଉପରେ ରଖାଯାଇଥିଲା। ସେ ସବୁ ଅଭିଶାପ ପିଢ଼ି ପିଢ଼ି ଧରି ଲାଗବ। ବୋଲା ବେଳେ ଯୀଶୁ ଖ୍ରୀଷ୍ଟ ଆସିଲେ, ମଝିରେ ଠିଆ ହେଲେ, ଆଉ କହିଲେ କୁ ଅଭିଶାପ କାର ଉପରେ ରଖବ? ସେଇ ସବୁ ଦଣ୍ଡ, ସେ ସବୁ ଅଭିଶାପ ମୋର ଉପରେ ବସ, ମାତ୍ର ଏମାନେ ମୁକ୍ତ ହେଇଯା। ଯୀଶୁଙ୍କୁ ସେଦିନ ପଚାରିଲେ, ଆମେ ନା ଧରି ତ ଯୀଶୁଙ୍କୁ ଖୋଜୁଛୁ। ଆପଣ ସେ 18 ଅଧ୍ୟାୟରେ ପଢିବେ, ଯୀଶୁ ତଳକୁ କହିଲେ, ଯଦି ତୁମେ ମତେ ଖୋଜୁଛ ତାହେଲେ ଏମାନଙ୍କୁ କଣ କର? ଛାଡି ଦିଅ। ଯଦି ମତେ ଖୋଜୁଛ ଏମାନଙ୍କୁ ଛାଡି ଦିଅ। ସେଇଦିନ 11 ଜଣ ଶିଷ୍ୟ ମାନ ଥିଲେ, ଆଉ ସେ 11 ଜଣ ଶିଷ୍ୟ ମାନଙ୍କୁ ସେମାନେ ଛୁଇଁବି ନାହାନ୍ତି। କାହିଁକି? କାରଣ ଯୀଶୁ ଖ୍ରୀଷ୍ଟ ନିଜେ ସମର୍ପିତ ହେଇଗଲେ। ସେ ଅଭିଶାପ ପାଇଁ ସେ କହିଲେ, ଏଇ ଅଭିଶାପ ମୋର ଉପରେ ପଡୁ, ଧନ ଭାଇର ଅଭିଶାପ ମୋ ଉପରେ ପଡୁ, ଭାଇଗ୍ରତୀ ଭାଇର ଅଭିଶାପ ମୋ ଉପରେ ପଡୁ, ମାତ୍ର ତାଙ୍କୁ କିଛି ନ ହଉ। ଯୀଶୁ ଖ୍ରୀଷ୍ଟ ମଝିରେ ଆସିଲେ ଠିଆ ହେଲେ। ନିକ ବେଳେ ବେଳେ ଭାଇ ମୋର ପୁଅକୁ କିଛି କର ନାହିଁ, ମତେ ମାରବ ବୋଲେ ମାର ସିନା, ତାକୁ କିଛି କର। ଯୀଶୁ ଖ୍ରୀଷ୍ଟ ଆସିଲେ ମଝିରେ ଠିଆ ହେଲେ, ସେ ଅଭିଶାପ ମୋ ଉପରେ ପଡୁ, ମାତ୍ର ଏମାନଙ୍କୁ ଅଭିଶାପରୁ ମୁକ୍ତ କରାଯାଉ।
अभिशाप रु मुक्त करबा पई यीशु ख्रीष्ट क्रूस रे मुक्त श्रद्धा लागू नाही एटा लोक मानकु श्रद्धा हाँ मले 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 कौन पाई मले जଣା नाही यीशु ख्रीष्ट मले मले प्रिय माने हमकु अभिशाप रु मुक्त करबा पई हमकु ईश्वर को निकट रे आनिबा पई आमे जेपरि ताहांको पई बंचिबा एथि पई प्रभु यीशु ख्रीष्ट क्रूस रे मृत्यु कले सेथि पई तांकर मरणर दिन को कोन बोली कुआ जाउची गुड फ्राइडे गुड माने कोन शुभ शुभ दिन कार बापा के मला बेले आज गोटे बहुत भल दिन आज्ञा बोली कहबाक जाओ तो भल है बोली कहबाक जाओ मिसाई कि ना तोप दे तुम मड़ा कर गला उगली बारबो पाटी आड़े मात्र जीशु ख्रीष्टंकर मरण दिन को शुभ दिन बोली कह जाओ ख्रिस्टियन कहबाक बाध्य हिंदू कहबाक बाध्य दुनिया सारा गुड फ्राइडे कहीं गुड से मरवा द्वारा आमर परिवार रे आशीर्वाद आसी से मरवा द्वारा मुई मद छाड़ी पारिछि से मरवा द्वारा मोर पाप क्षमा ही गला से मरवा द्वारा मुई रोगरु सुस्थ ही गली से मरवा द्वारा स्वर्गर कबाट खोला हैला से मरवा द्वारा मते अनंत जीवन मिले ई दुनिया लोग केते मले केते गले केते हाजले कार दिन को गुड बोली कुआ जाउछि से मानकर दिन कुआ जाए शोक दिवस कि दिवस शोक दिवस समस्ते शोक कर समस्ते कांद छाटी पिटी हो मात्र जीशुंकर मरण दिन शोक दिवस नहीं शुभ दिवस शुभ केते आमे लुह गोड़ाए गोड़ाए तांकु धन्यवाद देले भी नियंट हे जीवो से मरले आमर अमंगल को से कौन कले मंगल रे परिणत प्रिय भाई भणी माने आज ठारू जेतकी दिन आमे बंचवा आमे तांको पई बंच केतरा क्रिश्चियन मद मान कहे ए मदर लागी मोर जीवन अछि गुडी न पाकाइले थरथरी जाई हेबो ए मदर पाई मोर जीवन से मान कहबार अछि जीसुर पाई मु बंचिछि जीसुर पाई मु जीवन देबी आज ठार मद नाही बिडी नाही खैनी नाही टीवी नाही सीरियल नाही पाप नाही आज मोर जीवन रे जीसु ही जीसु मुई तांको पाई बंचुछि एइडा चैलेंज करबा समय आसीछि प्रिय भाई बहन प्रभु हम समस्त को आशीर्वाद करो आसंता आम चौकी बंद करवा प्रभु को पदे धन्यवाद दे